ନୟାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାୟକ ପ୍ରାର୍ଥିନୀ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ ଗୋଦାବରୀଶ କଲ୍ୟାଣ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରଣପୁର ବିଧାୟିକା ପ୍ରାର୍ଥିନୀ ସୁରମା ପାଢ଼ୀ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା, ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିବା ବେଳେ ବିଜେପିର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗର ଜନସାଧାରଣଙ୍କ ପାଇଁ ବ୍ୟବସ୍ଥା ଥିବା ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର ସୂଚନା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ 10 ବର୍ଷର ଶାସନରେ ଗରିବ କଲ୍ୟାଣ ଯୋଜନାରେ ଦେଶର 80 କୋଟି ଲୋକଙ୍କୁ ମାଗଣା ରାସନ, 50 କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କର ସୁବିଧା, 4 କୋଟିରୁ ଊର୍ଦ୍ଧ୍ୱ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, 34 କୋଟି ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା, 14 କୋଟିରୁ ଊର୍ଦ୍ଧ୍ୱ ପରିବାରକୁ ବିଶୁଦ୍ଧ ପାନୀୟ ଜଳ, ଉଜ୍ଜ୍ୱଳା ଯୋଜନାରେ 10 କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରନ୍ଧନ ଗ୍ୟାସ ଯୋଗାଣ, ସ୍ୱଚ୍ଛ ଭାରତ ଅଭିଯାନରେ 11 କୋଟି ପରିବାର ପାଇଁ ଶୌଚାଳୟ ନିର୍ମାଣ, 9.8 କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଣ, 11 କୋଟି କୃଷକଙ୍କୁ ବାର୍ଷିକ 6,000 ଟଙ୍କା ସହାୟତା, ଟ୍ରିପଲ ତଲାକ ଉଚ୍ଛେଦ, ଜାମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ ପ୍ରଭୃତି ଯୁଗାନ୍ତକାରୀ ପଦକ୍ଷେପମାନ ନେଇଥିବା ବେଳେ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାର ମୋଦି ଗ୍ୟାରେଣ୍ଟି ଇସ୍ତାହାର ପ୍ରକାଶ କରିଛି। ବିଜେପିର ଏହି ଇସ୍ତାହାର ଯୁବା ବର୍ଗ ପାଇଁ ମୁଦ୍ରା ଲୋନ୍ ଯୋଜନାକୁ 2 ଗୁଣ କରାଯିବା ସହ ସରକାରୀ ପଦପଦବୀ ପୂରଣ, କ୍ରୀଡ଼ା କ୍ଷେତ୍ର ପାଇଁ ଅଲିମ୍ପିକକୁ ଗୁରୁତ୍ୱ, କୃଷକମାନଙ୍କ ପାଇଁ ଧାନର କ୍ୱିଣ୍ଟାଲ ପ୍ରତି କ୍ରୟ ମୂଲ୍ୟ 3100 ଟଙ୍କାକୁ ବୃଦ୍ଧି, ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ 50,000 ଟଙ୍କା ପ୍ରଦାନ, ଚିଟ୍ଫଣ୍ଡରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ଟଙ୍କା ଫେରସ୍ତ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦରମା ବୃଦ୍ଧି କରିବା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଦି ଅନେକ ଜନକଲ୍ୟାଣ ଯୋଜନା ସ୍ଥାନିତ ହୋଇଥିବା ନେଇ ବିସ୍ତୃତ ସୂଚନା ଦେବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଗଢ଼ିବାର ସ୍ୱପ୍ନକୁ ନୟାଗଡ଼ରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ରାଣୀ ପ୍ରତ୍ୟୁଷା ମତ ପ୍ରକାଶ କରିଥିଲେ। ରାଜ୍ୟରେ ବିଜେପି ସରକାର ଗଠନ କଲେ 3 ମାସ ମଧ୍ୟରେ ନୟାଗଡ଼ରେ ନୂତନ ଚିନିକଳ ସ୍ଥାପନ କରାଯିବା ନେଇ ରାଣୀ ପ୍ରତ୍ୟୁଷା ନୟାଗଡ଼ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତାମାନେ ସାମ୍ବାଦିକମାନେ ପଚାରିଥିବା ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ରଖିଥିଲେ। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।